ଜୟ ମା ଆଦିଶକ୍ତି, ଜୟ ଗୁରୁ ଜୟ ଜଗନ୍ନାଥ। ଏଇ କିଛି ଦିନ ହେଲା ଗଣମାଧ୍ୟମରେ ଗୋଟେ କଥା ବହୁତ ଚର୍ଚ୍ଚାରେ ଆସିଛି, ଏବେ ବି ଚର୍ଚ୍ଚାରେ ଚାଲିଛି। ଇନଫ୍ୟୁସର ଶୁଭଙ୍କର ମିଶ୍ର ବୋଲି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଗୋଟେ ଅପପ୍ରଚାର କରୁଛନ୍ତି ଯେ ଆମର ଜଗତରନାଥ ଜଗନ୍ନାଥଙ୍କୁ ଯଦି କୌଣସି ପ୍ରେମୀ ଯୁଗଳ ହଉ କିମ୍ବା ଭଲ ପାଉଥିବା ପୁଅ ଝିଅ ହଉ ଦର୍ଶନ କରିବାକୁ ଯାଆନ୍ତି, ତାହେଲେ ତାଙ୍କ ପ୍ରେମ ଜୀବନ ବିଫଳ ହୋଇଯିବ, ସଫଳ ହବନି। ଆଉ କୁଆଡେ ପୁଣି ଆମ ଶ୍ରୀମନ୍ଦିରକୁ ରାଧାରାଣୀଙ୍କର ଅଭିଶାପ କରୁଛି। ତ ଆପଣ କୁହନ୍ତୁ, ଏଇଟା କୌଣସି ପୁରାଣ, କୌଣସି ବହି, କୌଣସି ପୁସ୍ତକରେ ଲେଖା ହଉନି ଏଇଭଳି ତଥ୍ୟ। ତ ଯେକୌଣସି ବାହାଘର ହେଲେ ଯଦି ଭଲ ପାଇ ବାହା ହଉଛନ୍ତି, ତାଙ୍କ ରାଶି ତାଙ୍କ ନକ୍ଷତ୍ର ନ ମିଶୁ, ତାହେଲେ ପଣ୍ଡିତ ମାନେ ସର୍ବମଙ୍ଗଳ ଜଗନ୍ନାଥ କହି ତାଙ୍କ ବାହାଘର କରନ୍ତୁ। ତ ଜଗତରନାଥ ଜଗନ୍ନାଥଙ୍କ ନାଁରେ ଏଇଭଳି ଅପପ୍ରଚାର, ମିଥ୍ୟା ପ୍ରଚାର କରନ୍ତୁନି। ଯେକୌଣସି କଥାର ତଥ୍ୟ ନାହିଁ, ତାହା ଜଗନ୍ନାଥ ଅପମାନ କଲା ଭଳି କଥା